Hey guys, good morning. Welcome back to my new vlog. तो आज ଆମେ ଜାଣିବା ଜମି ପଟା ବିଷୟରେ। ଗାଁକୁ ଯୋଉ ଆରଆଇ ମାନେ ଆସୁଛନ୍ତି ଜମି ପଟାରେ ଯୋଉମାନେ ମରିଯାଇଛନ୍ତି ତାଙ୍କ ନାଁ ଚେଞ୍ଜ କରିବା ପାଇଁ କଣ ଚେଞ୍ଜ କରୁଛନ୍ତି, କେମିତି ଚେଞ୍ଜ କରୁଛନ୍ତି ଜାଣିବା। କୋଉମାନଙ୍କର ନାଁ କଟିଗଲା, କେଉଁମାନଙ୍କର ନାଁ ଅଛି, ଠିକ ସେ ହେଇଛି କି ନା ନାହିଁ କେମିତି ଜାଣିବା, ଆସନ୍ତୁ ଜାଣିବା। ଯୋଉମାନେ ମରିଯାଇଛନ୍ତି ତାଙ୍କ ନାଁ କଟା ହେଇକି ତାଙ୍କ ପୁଅ ଝିଅଙ୍କ ନାଁରେ କରାହେଉଛି, କେମିତି କଣ ହଉଛି ପ୍ରୋସେସ ଦେଖିବା। ହେଇସାରିଲା ପରେ ଅପଡେଟ କେମିତି କଣ ହଉଛି ଦେଖିବା। କେଉଁମାନଙ୍କର ନାଁ ରହିଛି, କେଉଁମାନଙ୍କର ନାଁ କଟିଗଲା କେମିତି ଜାଣିବା। ଯଦି ଆପଣଙ୍କର ପଟା ଅଛି ତାହେଲେ ଜାଣି ହବ, ଯଦି ପଟା ନାହିଁ ତାହେଲେ ମଧ୍ୟ ଜାଣି ହବ। ଦି ପ୍ରକାରିଆ ପ୍ରୋସେସ ଅଛି, ମୁଁ ଦି ପ୍ରକାରିଆ ଯାକ ଦେଖେଇବି। ଆସନ୍ତୁ ଷ୍ଟାର୍ଟ କରିବା। ତ ପ୍ରଥମେ କ୍ରୋମ ବ୍ରାଉଜର କୁ ଓପନ କରନ୍ତୁ, ତାପରେ ଲେଖନ୍ତୁ ଭୂ ନକ୍ସା ଲେଖିକି ସର୍ଚ୍ଚ କରନ୍ତୁ। ଯେଉଁ ୱେବସାଇଟ ଆସିବ ତା ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଭୂ ନକ୍ସା ଓଡ଼ିଶା ପଳେଇ ଆସିବ। ତାକୁ ଡେସ୍କଟପ୍ ମୋଡ କରିଦିଅନ୍ତୁ, ମୋର ଅଲରେଡି ଡେସ୍କଟପ୍ ଅଛି। ଯଦି ଡେସ୍କଟପ୍ ମୋଡ ନାହିଁ ତାହେଲେ ଡେସ୍କଟପ୍ ମୋଡ କରିଦିଅନ୍ତୁ। କରିସାରିଲା ପରେ ସିଲେକ୍ଟ ଡିଷ୍ଟ୍ରିକ୍ଟ ଉପରକୁ ଆସନ୍ତୁ, ତାପରେ ସିଲେକ୍ଟ ଉପରେ କ୍ଲିକ୍ କରନ୍ତୁ। କଲା ପରେ ସବୁ ଡିଷ୍ଟ୍ରିକ୍ଟ ପଳେଇ ଆସିବ। ଆପଣଙ୍କ ଡିଷ୍ଟ୍ରିକ୍ଟ ସିଲେକ୍ଟ କରନ୍ତୁ, କରିକି ସବମିଟ୍ କରନ୍ତୁ। କରିସାରିଲା ପରେ କିଛି ସମୟ ପ୍ରୋସେସିଂ ହବ, ତାପରେ ପଳେଇ ଆସିବ। ତାପରେ ଏଠାରେ ପୁଣି ଥରେ ଆପଣଙ୍କ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବା ପାଇଁ କହିବ, ସିଲେକ୍ଟ କରନ୍ତୁ। ତାପରେ ତହସିଲ ସିଲେକ୍ଟ କରିବା ପାଇଁ କହିବ, ତହସିଲ ସିଲେକ୍ଟ କରନ୍ତୁ। ଯୋଉ ଯାକେ ସିଲେକ୍ଟ କରିବେ ସେଇ ନକ୍ସାଟା ଦେଖେଇବ ଆଉ। ତାପରେ ଏଠି ଆରଆଇ ସିଲେକ୍ଟ କରିବା ପାଇଁ କହିବ, ଆରଆଇ ସିଲେକ୍ଟ କରନ୍ତୁ। ଆପଣଙ୍କର ଯୋଉ ଆରଆଇ ସେଇ ଆରଆଇ ସିଲେକ୍ଟ କରିବେ। ଯଦି ହଉନି ପୁଣି ଥରେ କ୍ଲିକ୍ କରିକି ପୁଣି ଥରେ ମାଇଲେ ପୁଣି ଥରେ ଦେଖେଇବ। ତ ଦେଖନ୍ତୁ ମୁଁ ପୁଣି ଥରେ ମାରିଛି, ଆରଆଇ ସିଲେକ୍ଟ କରୁଛି। ଏଠି ସବୁ ଆରଆଇ ଦେଖଉଛି, ଆରୁଆ, ବାଙ୍କସାହି, କାଏମା, ନାଗପୋଲ, ଶ୍ରୀନଗର, ଚୋରମା ଉପରେ କ୍ଲିକ୍ କଲି। ତାପରେ ଭିଲେଜ ସିଲେକ୍ଟ କରିବା ପାଇଁ କହିବ। ତ ଭିଲେଜ ଦେଖନ୍ତୁ ସବୁ ଯାକ ଭିଲେଜ ଦେଖିବ ସେଇ ଆରଆଇ ଅଣ୍ଡରରେ ଯେତିକ ଆପଣଙ୍କ ଭିଲେଜ ଯୋଉ ଭିଲେଜ ସେଇ ଭିଲେଜ ସିଲେକ୍ଟ କରିବେ। ସିଲେକ୍ଟ କଲା ପରେ ଟୋଟାଲି ଆପଣଙ୍କର ଗାଁର ନକ୍ସା ଟୋଟାଲି ପଳେଇ ଆସିବ। ପ୍ଲସ ରେ ମାଇଲେ ଜୁମ୍ ହବ, ମାଇନସ ରେ ମାଇଲେ ଜୁମ୍ କମିଯିବ। ତ ଏଗୁରା ସବୁ ଯୋଉ ନମ୍ବର ଲେଖା ହେଇଛି ସେଗୁରା ସବୁ ପ୍ଲଟ ନମ୍ବର। ମୁଁ ଗୋଟେ ପ୍ଲଟ ନମ୍ବର ସର୍ଚ୍ଚ କରିକି କହୁଛି। ଦେଖନ୍ତୁ 152 ମାଇଲି ସର୍ଚ୍ଚ କଲି, ତ ସେଇ 152 କୋଉଠି ଅଛି ନକ୍ସାରେ, ଟୋଟାଲି ନକ୍ସାରେ ଦେଖେଇଦେଲା। ତ ଏପଟ ସାଇଡ କି ଆସିଲେ ଆପଣଙ୍କର କା ନାଁରେ ଅଛି ଦେଖେଇଦବ। ମାଗୁଣି ମହାରଣା ପଳେଇ ଆଉଛି ପ୍ଲଟ ଇନଫୋ ଉପରେ, ତ ଦେଖିପାରିବେ। ଚାହିଁଲେ ମଧ୍ୟ ଡାଉନଲୋଡ କରିପାରିବେ। ROR ଫ୍ରଣ୍ଟ ପେଜ ଉପରେ ମାଇଲେ କ୍ଲିକ୍ କଲେ ତ ଅଟୋମେଟିକ ଡାଉନଲୋଡ ହେଇଯିବ। ଏ ଦେଖନ୍ତୁ ପଟାଟା ଡାଉନଲୋଡ ହେଇଗଲା। କା ନାଁରେ ଅଛି ଦେଖି ହବ, କେତେଟା ପ୍ଲଟ ଅଛି ଦେଖି ହବ, ସବୁ ଡିଟେଲସ ଦେଖି ହବ। ଦେଖନ୍ତୁ ଆଙ୍କର ପ୍ଲଟ ନମ୍ବର 152, ଉତ୍ତରରେ କିଏ ଅଛି, ଦକ୍ଷିଣରେ କିଏ ଅଛି, ଏଠି ଚେଞ୍ଜ ହେଇଛି କି ନା ନାହିଁ ଦେଖିପାରିବେ। ଏହିପରି ମାଧ୍ୟମରେ ଆପଣମାନେ ମଧ୍ୟ ଦେଖିପାରିବେ। ତ ଦେଖନ୍ତୁ ଆପଣଙ୍କ ଗାଁରେ ଆପଣଙ୍କ ବିଲଟା କୋଉଠି ଅଛି, ଆପଣଙ୍କ ଜାଗାଟା କୋଉଠି ଅଛି ଦେଖିବେ। ଟୋଟାଲି ଆପଣଙ୍କ ଗାଁର ନକ୍ସା ଭିତରେ ଆପଣଙ୍କ ଜମିଟା କୋଉଠି ଅଛି ସେଟା ଟୋଟାଲି କଲର ଟାଇପରେ ଯୋଉଟା ହେଇଯାଇଛି ସେଇ ଜାଗାଟା ଆପଣଙ୍କର। ଆଉ ଯୋଉ ପ୍ଲଟ ନମ୍ବର ସର୍ଚ୍ଚ କରିବେ ସେଇଟା ହଉଛି ଯୋଉଟା ପୁରା କଲର ହେଇଯିବ ସେଇ ଜାଗାଟା ଆପଣଙ୍କର। ତ ଦେଖନ୍ତୁ ଆଙ୍କର ଏଇ ଜାଗାଟା ଏଇଠି ଅଛି ନକ୍ସା ଦିହରେ। ଯଦି ଆପଣଙ୍କ ପାଖରେ ପଟା ନାହିଁ ତାହେଲେ କେମିତି ଜାଣିବା, ଆସନ୍ତୁ ଜାଣିବା। ପ୍ରଥମେ ପୁଣି ଥରେ କ୍ରୋମ ବ୍ରାଉଜର ଓପନ କରନ୍ତୁ। ଏଠାରେ ସର୍ଚ୍ଚ କରନ୍ତୁ ଭୂଲେଖା ଲେଖିକି ସର୍ଚ୍ଚ କରନ୍ତୁ। ଭୂଲେଖା ଲେଖିକି ସର୍ଚ୍ଚ କଲା ପରେ ପ୍ରଥମେ ଯୋଉ ୱେବସାଇଟଟା ଆସିବ ତାପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଟିକେ ତଳକୁ ଆସନ୍ତୁ। ଏଠାରେ ବି ସେମ୍ ପ୍ରୋସେସ, ସିଲେକ୍ଟ ଡିଷ୍ଟ୍ରିକ୍ଟ ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କ ଡିଷ୍ଟ୍ରିକ୍ଟ ସିଲେକ୍ଟ କରନ୍ତୁ। ସବୁ ଡିଷ୍ଟ୍ରିକ୍ଟ ପଳେଇ ଆସିବ, ଆପଣ ଯୋଉ ଡିଷ୍ଟ୍ରିକ୍ଟ ସେଇ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ। ଆଉ ଆମର ଯାଜପୁର ଡିଷ୍ଟ୍ରିକ୍ଟ, ଯାଜପୁର ସିଲେକ୍ଟ କରିଦେଲି। ତାପରେ କହିବ ତହସିଲ ସିଲେକ୍ଟ କରିବା ପାଇଁ, ଏଠାରେ ଆପଣ ତହସିଲ ସିଲେକ୍ଟ କରିବେ। ତାପରେ କହିବ ଭିଲେଜ ସିଲେକ୍ଟ କରିବା ପାଇଁ, ଏଠାରେ ଭିଲେଜ ସିଲେକ୍ଟ କରିବେ। ଆପଣ ଯୋଉ ଭିଲେଜ ସେଇ ଭିଲେଜ ସିଲେକ୍ଟ କରିବେ। ସବୁ ଆପଣଙ୍କ ତହସିଲ ଅଣ୍ଡର ଯେତିକ ଭିଲେଜ ଏଥିରେ ସବୁ ଯାକ ଦେଖେଇଦବ। ଆପଣ ଯୋଉ ଭିଲେଜ ସେଇ ଭିଲେଜ ଦେଖିବେ।
ଆପଣ ତ ପ୍ଲଟ ନମ୍बर ଜାଣିନାହାନ୍ତି, ଖଇତାନି ନମ୍बर ଜାଣିନାହାନ୍ତି, ତାହେଲେ ଏ 3 ନମ୍ବରକୁ ଆଣିବେ। 3 ନମ୍ବରରେ ଆଣିକି କ୍ଲିକ୍ କରିଦେଲେ ଆପଣ ଆପଣଙ୍କ ଗାଁରେ ଯେତିକ ଲୋକଙ୍କ ନାଁରେ ଜମି ଅଛି ସବୁ ଟୋଟାଲି ଡିଟେଲ୍ସ ଦେଖେଇଦବ। ମାରି ସାରିଲା ପରେ ସିଲେକ୍ଟ ନେମ୍ ଯୋଉ ଲେଖା ହେଇଛି ତାପରେ ସିଲେକ୍ଟ କଲେ ସମିତିଙ୍କର ଆପଣ ଗାଁରେ ଯେତିକ ଲୋକଙ୍କର ନାଁରେ ଜମି ଅଛି ସମିତିଙ୍କର ପଟା ଦେଖେଇଦବ। ତା ଦେହରେ ଆପଣଙ୍କର ଯୋଉ ପଟା ସେଇ ପଟାଟାକୁ ସିଲେକ୍ଟ କରିକି ଭିଉ ROR ଉପରେ କ୍ଲିକ୍ କରିଦେଲେ ଆପଣଙ୍କର ପଟା ପଳେଇ ଆସିବ। ପଳେଇ ଆସି ସାରିଲା ପରେ ଏଠାରେ ଯୋଉ ପ୍ଲଟ ନମ୍ବର ଲେଖା ହେଇଛି ତାପରେ କ୍ଲିକ୍ କରିଦେବେ। କ୍ଲିକ୍ କରିଦେଲା ପରେ ଆପଣଙ୍କ ନକ୍ସା ବାହାରିଯିବ। ଆପଣ ଜାଣିପାରିବେ ଆପଣଙ୍କର ଗାଁରେ କୋଉଠି ଆପଣଙ୍କର ଜାଗା ଅଛି ଜାଣିପାରିବେ। ଗୋଟେ ଏମିତି ବି ପଟା ଅଛି ତାଙ୍କର ନକ୍ସାରେ ଉଠିନି। ଏଇ ଦେଖନ୍ତୁ ତାଙ୍କର ନୋ ରେକର୍ଡ ଫାଉଣ୍ଡ, ନୋ ଡାଟା ଲେଖୁଛି, ତାଙ୍କର ନକ୍ସାରେ ଉଠିନି ଠିକ ସେ, କଣ ଡିଫେକ୍ଟ ଥିବ। ତ ଚାଲନ୍ତୁ ଆଉ ଜଣଙ୍କର ଦେଖିବା। ଚାଲନ୍ତୁ ଫେର ଆଉ ଜଣଙ୍କର ଦେଖିବା। ମୁଁ ଏଠି ଆଉ ଜଣଙ୍କର ନାଁ ମାରିକି VROR ଉପରେ ସିଲେକ୍ଟ କରିଦେଲି। ସିଲେକ୍ଟ କରିଦେଲା ପରେ ସେ କିଛି ସମୟ ପ୍ରୋସେସିଂ ହେବ। ପ୍ରୋସେସିଂ ହେଲା ପରେ ଏଇ ଆଉ ଜଣଙ୍କର ପଟା ବାହାରିଗଲା ପରେ ପ୍ଲଟ ନମ୍ବର ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କରିଦେଲା ପରେ ଏଇ ଆଙ୍କର ନକ୍ସା ଦେଖଉଛି। ଏମିତି ଦେଖିପାରିବେ, ନହେଲେ ଡାଇରେକ୍ଟ ନକ୍ସାରେ ସେଇ ପ୍ଲଟ ନମ୍ବରକୁ ବାଡ଼େଇକି ସର୍ଚ୍ଚ କରିଦେବେ, ଦେଖିପାରିବେ। ତ ଏଇଭଳି ଭାବରେ ଆମେ ଦେଖିଲେ ଦିଟାଙ୍କ ୱେବସାଇଟ ରେ ପଟା ଥିଲେ ଦେଖି ହବ, ପଟା ନଥିଲେ ମଧ୍ୟ ଦେଖି ହବ। ଭୁଲ ଲେଖାରେ ପଟା ନଥିଲେ ଦେଖି ହବ, ଭୁଲ ନଥାରେ ଯଦି ପ୍ଲଟ ନମ୍ବର ଜାଣିଥିବେ ତାହେଲେ ସର୍ଚ୍ଚ କରିକି ଦେଖିବେ। ଆଉ ଭୁଲ ଲେଖାରେ ଯଦି ଆପଣଙ୍କ ପାଖରେ ପଟା ନଥିବ ଡାଇରେକ୍ଟ ନାଁ ଉପରେ ସିଲେକ୍ଟ କରିକି ଆପଣ ପଟା ଡାଉନଲୋଡ କରିବେ, ତା ଦେହରେ ପ୍ଲଟ ନମ୍ବର ଥିବ, ତାପରେ ନକ୍ସାରେ ଦେଖିବେ ଆପଣଙ୍କ ଜାଗାଟା କୋଉଠି ଅଛି ଦେଖେଇଦବ। ଏମିତି ବି କିଛି ହଉଛି ନାଁ ଚେଞ୍ଜ କରିଦଉଛନ୍ତି, ଯୋଉମାନେ ବଞ୍ଚିଛନ୍ତି ତାଙ୍କ ନାଁ କଟି ଯାଉଛି, ସେମାନଙ୍କୁ RI ମାନେ ଯୋଉ ଆଉଛନ୍ତି ଗାଁକୁ ଚେଞ୍ଜ କରୁଛନ୍ତି, ଫେର ଆଉଥରେ କମ୍ପ୍ଲେନ କଲେ ସେ ଫେରେ ଠିକ କରିଦେବେ। ଯଦି ଭିଡିଓ ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ। ରହୁଛି, ବାଏ।